ଆପଣଙ୍କର? ଆମର ଆମର ସିଆଡେ ବହୁତ ଦୂର ହଁ ସାନ୍ତରାପୁର କାହିଁରେ ଆସିଲ? କାହିଁରେ ଏ ଶଗଡ଼ ଗାଡିରେ ଇଏ କାଳିଆ ଶଗଡ଼ରେ? ହଁ ହଁ ରେ କାଳିଆ ତୁ କଣ ମଝିରେ ବୁଲୁଛୁ? କିଏ ଡାକିଛି ଯାତ୍ରାକୁ? ଆମର ଏଠି କାଳିଆ ଭାଇ ଡାକିଛନ୍ତି। ଶଳା ଖର ହଉଛି ରେ। ଆଚ୍ଛା ଆମର ମହାପ୍ରଭୁଙ୍କର ଚାଷ କାମ କରିବାକୁ ହଳିଆ ରହିବ? ଚାଷ କାମ ନା ଆଉ କି କାମ? ହେ ଚାଷ କାମ। ହଁ ତମର କି ମହାପ୍ରଭୁ କି? ଆମର ଦକ୍ଷିଣ କାଳୀ ଆମ୍ବପୁଆର। ହଁ ଦକ୍ଷିଣ କାଳୀ ଆମ୍ବପୁଆର ମନ୍ଦିରରେ ନ ରହି ଇଆଡେ କୁଆଡେ ଧରି ଯାଇଛ? 21 ଦିନ ଚୈତ୍ର ମାସରେ ବୁଝିଲ ତାଙ୍କେ 21 ଦିନ ଗାଁ ଭ୍ରମଣ କରୁଛନ୍ତି। ଗାଁ ଭ୍ରମଣ ବେଲେ ଧରି ବୁଲୁଛନ୍ତି। ଶିବ କାଳୀ ଶିବ କୋଉଠର? ଶଙ୍କଳେଶ୍ୱର ଭାବିନୀପୁର ଶିବ ଅଣ୍ଡରା ମହାପୁର। ହଁ କାଳୀ ମହାପୁର ତମ ଗାଁର? ହଁ କାଳୀ ମହାପୁର ଆମ ଗାଁର। ମାଇନା ମହାପୁର ହଁ ମାଇନା ଅଣ୍ଡରା ଆଗେ ଦି ଜଣ କଣ କାମ ଚାଲିଛି କି ନା କଣ? ମାନେ ଦେଶ ଗାଁ ଭ୍ରମଣ କରୁଛନ୍ତି। ଆହା ବାହାଘର ହେଇକିରି ବୁଲାବୁଲି କରୁଛନ୍ତି ସେ ଜିନିଷ କିଏ? ଦୋଳ ପୂର୍ଣ୍ଣମୀ କି ବାହାଘର ହେଲେ ବୁଝିଲ ଚୈତ୍ର ମାସରେ ବୁଲିଲେ ଆଉ ହୋଲି ଖେଳିକିରି ଆଇଲେ। ଆଉ ଏ ଜାଗ କିଏ? ଏ ଜାଗ ଚଣ୍ଡୀ ଚାମଡା ଜାଗ। ଚଣ୍ଡୀ ଚାମଡା ତାଙ୍କୁ ଜଗିଛନ୍ତି ଆଉ ତାଙ୍କ ତାଙ୍କୁ କିଏ କଣ ଛୁଆଁଛତି କରିବନି ବୋଲି ଜଗିଛନ୍ତି। ବାସ୍ ଆଗେ ସବୁ ଖରା ତରାରେ କଣ ବୁଲୁଛନ୍ତି? ମାଙ୍କର ଭକ୍ତ ଗୁଡାକ ମାନେ ଏଗୁଡାକ ପଣାଖିଆ ଭକ୍ତ। ଭଲ କ୍ଷୀର କଦଳୀ ଏପେଲ ସେଟା ଖାଇବା ପାଇଁ? ନାଇଁ ଭକ୍ତ ବେଲେ ଅଲଗା ଥିବ କଣ ନା କଣ ମାନସିକ ଥିବ ଯେ ଏମାନେ ଆଇଛନ୍ତି ନା ସେଟା ପଣା କାକୁଡି ଫାକୁଡି ଖାଇବାକୁ ଆଇକି ନାଇଁ ହେ ମାନସିକ ଇଏରେ ଆସିଛନ୍ତି ବୁଝିଲେ। କାର କାମନା ଚାକିରି ହବ ବୁଝିଲ। କାହାକୁ ମାଇନା ମିଳୁନଥିବ, ରୋଗ ବ୍ୟାଧି ଭଲ ହବ। କାହାକୁ ମାଇନା ନ ମିଳିଲେ ମୋ ମା ମତେ ଗୋଟେ ଭଲ ମାଇନାଟି ମିଳୁ। କାହାକୁ ମାଇନା ବେଲେ ମହାପ୍ରଭୁ ମତେ ଗୋଟେ ମାଇନା ଅଣ୍ଟୁନି ଆଉ ଗୋଟେ ମାଇନା ଗୋଟେ କରିଦିଅ। ହଉଛି ଆଜ୍ଞା ନହେଲେ ମୋର 3ଟା ମାଇନାର 2ଟା ପିଲା ଥିବ ଗୋଟେ ମାଇନାରେ ଜୁଟେଇ ଦିଅ। ମା ଦେବେନି କାହିଁକି? ଯାହା ମାଗିଲେ ତାହା ଦେବେ। ସିନିୟର ମତେ ଅଛନ୍ତି ନା। ହେଲେ ମହାପ୍ରଭୁ ମାନସିକ ମହାପ୍ରଭୁ କିଏ? ଆଜ୍ଞା ଏ ମହାପ୍ରଭୁ ମାନସିକ ମହାପ୍ରଭୁ ନାଇଁ? ଯୋଉଟା ମାଗିଲେ ସେଟା କରୁଛନ୍ତି ନାଇଁ? ବହୁତ ଦିନର ମାନସିକ। ଆହୁରି ଲିଷ୍ଟ ମିଳୁନି। ଲୋକ ଗଦା ଠିଆ ହେଇକିରି ଅଛନ୍ତି ମହାପ୍ରଭୁ। ଆଉ ଖରା ହଉଛି ତ ଠିଆ ହେଇଛନ୍ତି। ଆଉ ବାହାରିବ କେତେବେଳୁ? ତାଙ୍କେ ବାହାରିବେ ସନ୍ଧ୍ୟା 7ଟା। 7ଟା ବେଳୁ? ସନ୍ଧ୍ୟା 7ଟାକୁ ମହାପ୍ରଭୁ ଆଳତି ହବ ଦେଖିପାରିବେ। ଓପେନ ଦ ଡୋର ହେଲେ ଖୋଲି ମହାପ୍ରଭୁ ପିମ୍ପିଡ଼ି ନା କଣ ଚୁପିଲେନି ହେଲେ ସାଉକରେ ଆଉ ସନ୍ଧ୍ୟା 7ଟା ତାପରେ ସକାଳ 4ଟା। ସନ୍ଧ୍ୟା ସକାଳ 4ଟା ବେଳକୁ ଆଉ ଗୋଟେ ସନ୍ଧ୍ୟା ବେଳକୁ 7ଟା ବେଳକୁ ଏ 2 ଟାଇମ ଖୋଲା ହବ। ତାପରେ ତାଙ୍କୁ ଘୁଡୁଣି ପଡି ଯିଏ ମହାପ୍ରଭୁକୁ ଦେଖିବାର ଅଛି ସନ୍ଧ୍ୟା 7ଟା ବେଳକୁ ଆସିବ ଆଳତି ସମୟ। ଠିକ ଅଛି। ତମେ ତାଙ୍କର କଣ ହବ? ମୁଁ ତାଙ୍କର ନୌକରି ବେଲେ ସେବା କରୁଛି। ସାଉକାର ତମେ ସାଉକାର। ତମକୁ କଣ ଦରକାର? ଆମକୁ ହଳିଆ ଦରକାର। ମହାପ୍ରଭୁଙ୍କର ଜମି ଚାଷ କରିବା ପାଇଁ। ଆଚ୍ଛା ବେଲେ ହଳିଆ ଠିକ ଅଛି ବୁଝିଗଲି। ତମେ ମହାପୁରର ତଳଟା ତମେ ମହାପୁର ତଳରେ ଆଗେ ନା ତା ତଳରେ ଆମେ ତମେ ରହିଲେ ଆମ ତଳରେ ଆଙ୍କେ ଆମେ ଆଦାୟ କଲେ ସେମାନେ ଯାହା ପ୍ରସାଦ ସରିକିରି ଖାଇବେ ଆଧାର ବାଲା। ଠିକ ଅଛି। ହେଲେ ମହାପୁର ଜମି ତମର ଜମି ନାହିଁ? ନାଇଁ ମୋର ଜମି ମହାପୁର ଜମି। ଏ ଜମି କିଏ? ଏ ଜମି ଦେଖ ତାର ଖାଲ ଢେପ ଟିକେ ଚେକ୍ କଲ। ସାଗରେ ବଢିଆ ଜମି ହେଇଛି। ବଢିଆ ଅଛି। ଫାର୍ଷ୍ଟ କ୍ଲାସ ଜମି।
ଓଦା ବାଲି ପଡିଛି ଯେ ରେଟ୍ ବାଟ ଛିନେଇ ଦେଇଥିଆ ରେଟ୍ ଶୁଣି ଦବ ଜମି ଦେଖିଦେଲୁ ଜମି ଦେଖିଲ ମହାପୁରର ଜମି ଆଚ୍ଛା କେତେ ଦରମା ନବ ତମର କେତେ ଭରଣ ଜମିଟା ଏଇଟା 13 ଭରଣ ହେଲେ 13 ଭରଣକୁ 13,000 ଦବ 13,000 ତମେ ନବ ହଁ ଆଉ ମାଙ୍କୁ କଣ ଭୋଗ ଲାଗିବ ତମେ ଜାଣିନ ସାଉକରେ କଣ 5 ପ୍ରକାର ଖଣ୍ଡ କରୁ 5 ପ୍ରକାର ଖଣ୍ଡ ଜାଣିଛ ହଁ ତମେ କୋଉଠି କାମ କରୁଥିଲ କି ଆମେ ସୁରାଟରେ କାମ କରୁ ସୁରାଟରେ କାମ କରୁଥିଲ ହଁ ଠିକ ତମେ ଏକୁଟିଆ ନା ଆଉ କିଏ ଅଛନ୍ତି ତମର ନାଇଁ ନାଇଁ ଆମ ଭାଇ ଗୋଟେ ଅଛି ତମର ଭାଇ ଗୋଟେ ଅଛି ହଁ କାହିଁ ସେ ଡାକି ରୁହ ଡାକିବ ଆମେ ଏବେ ଆଗା ନରେନ୍ଦ୍ରପୁର ଷ୍ଟେସନରେ ଉଠିଲୁ ଓ ନରେନ୍ଦ୍ରପୁର ଷ୍ଟେସନରୁ ଉଲିକିରି ଆସିଲ ଓ ଡାକ ଡାକ ତମ ଭାଇକି ଡାକ ହରେ ଭାଇ ହଁ ହେଲା ଠିକ ଜଣା ଆଗା ହେଲା ଓ ତୁ ଗୋଟେ କୋତଡେ ଥିଲୁ ପରା ଆକୁ ଆଉ ଥରୁ ଟଙ୍କାଟା ପକା ଆଜି ହେଲେ ନା ଜାନା ପଛେ ତୁ ରହ ହରେ ଭାଇ ଆମ ବାପା ଇଆଡେ କେବେ ବୁଲି ନଥିଲା ତ ଛାଡା ଏତେ କଣ କରୁଛ ବେ ହେଟିରେ ତ ଭାଇ ପଳେଇଲାଣି ତୋ ବାଡି କାଇଁ ଭା କେ ମାରତେ ଲାଗି ତୋ ବାଡିଟା କୁଆଡେ ଯାଇଛୁ ରେ ଇଏରେ ବାଡି ନାହିଁ ଦାତାର ତ ଜାଗା ଦେଇ ନତି ଆଧାଟା ପକେଇଲି ଏକାନି ଆସନଟା ଛାଡିଲି ସେକାନି ନିଦ ଭାଙ୍ଗିଲେ ଆଇଲି ଶୋଇ ପଡିଥିଲି ଆଉ ଶୋଇ ପଡିନି ରେ ସାଉକରେ ଯାଇଥିଲି ଏବେ ଯୋଉ ମିଳିଲା ଜିନିଷଟା ସାଉକରେ ମିଳି ଦେବା ଦବା ଦବା ଅଛି ଜିନିଷ ଏ ଜାତିଆ କି ମାଡ ଯୁଗି 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 ପୁଅକୁ ଦିଆ ହେଲା କଣ ରଖିଛ ରେ 6ଟା ଦିଆ ଦେଲେ କୁହା ହବ ଓହୋ ଏ ଜାତିଆ ତ ହଁ ଛଡେଇବ ବୋଲି ତ ମାଡ ଦାତା ଦେଇଛି ଆଜି ହଁ ଜବର ଜିନିଷ ହଉ ଆଉ ପୁରା ରଖିଛୁ ଆମେ ଷ୍ଟକ୍ କରିକିରି ଆଚ୍ଛା ରହିବ ରହିଛୁ ଦରମା କେତେ ଛିଡ଼ିଲା 13,000 ଛିଡି ହେଲା 13,000 ଛିଡ଼ିଗଲା ଏବେ ଖାଲି ଜମିର ଖାଲା ଠାପଡ଼ା ଦେଖିଲୁ ସାଉକରେ ଏ ଜମିର ଏକାନି ଖାଲ ଅଛି ସେକେଣ୍ଡ ଢେପ ଅଛି ଅଛି ଆର ଜମିଟା ସେକେଣ୍ଡ ଖାଲ ଏକାଣ୍ଡ ଢେପ ହେଲେ କଣ କଲେ ସମତୁଲ ହବ ଆଉ କଣ କଲେ ବେଲେ ଖାଲର ମାଟି କାଢିଦବା ଢେପରେ ପକେଇଦବା ହେ ସମାନ ରାଇଟ୍ ହେଇଯିବ ଆଉ ଏମିତି ତ ରହିବ ଆଉ ହଁ ଆଉ ଅପ୍ ଡାଉନ୍ ହେଇକି ହଁ ଉପର ଆଡୁ ପାଣି ଛାଡ଼ିଲେ ତଳକୁ ଆଇବ ହଁ କି ଯାଉ ଚାଲେଇ ଲୋକ ଦେଖିଲେ ନା ବଢିଆ ବଢିଆ ଅଛି ଆଚ୍ଛା କି ବିହନ ଆଣିଛୁ ବେଲେ ହଁ ବିଲରେ ପାଚ ହଁ ବିଲ ତଳେ ପାଚ ହଁ ହୁଡାରେ ପାଚ ହୁଡା ତଳେ ମଲେଇ ଟିକେ ଦେଇଥିଲେ ଆଣ୍ଡରେ ମଲେଇ ଟିକେ ତାର ସେ ଖାଇ ଛଡ଼ା 5 ଦିନ ହେଲା ମଲେଇ ଖାଇ ଯାଏ ପାଟିରେ ଟିକେ ଓଡସାଡ ଲାଗୁଛି ହଁ ସବରେ ଫାଷ୍ଟ ହୁଡାରେ ଲଗେଇବା ଫାଷ୍ଟରେ ହୁଡାରେ କଣ ଲଗେଇବା ବାଇଡଙ୍ଗୁ ବିଛୁଆତି ଧତ୍ରୀ କଣ୍ଟା ସିମିକିଆ କଣ୍ଟା ଆଉ ସିଧୁ କଣ୍ଟା ଏଗୁଡା ଗୋଟେ ଫସଲ କିରେ ହଁ କଣ ଫସଲ ନା ଓ ଅଡ଼ା କରିବ ତମେ ଜାଣିନ ସାଗରେ କଣ ଏ ଟାଟା କଲ୍ୟାଣରେ ଯାହାର ଦେଖିବ ଖାଲି ଅଡା ଆଗା ହଁ ଏ ଜିନିଷ ଯଦି ନ ଲଗେଇବ ତମର ଲେଖା ଛିଡେ ଦେ ଅଧରାତ୍ରେ ପଇଯିଏ ପଇଯିବ ଅଧରାତ୍ରି ସେଥିପାଇଁ ବାଡ଼ କରିବାକୁ ପଡିବ ଦେଖିଲେ ନା କି ମନ୍ଦାର ବାଡ଼ ଲଗେଇଛି ହଁ ଠିକ ସକାଳ ପାଇଲେ ସିଏ 500 ଟଙ୍କାର ମନ୍ଦାର ବିକୁଛି ରାତି କଣ କରୁଛି ଜାଣିଛ କଣ କରୁଛି ଗଛକୁ କରେଣ୍ଟ ଲଗେଇ ଦଉଛି ଆଉ ନଥିଲେ 5 ଆଳୁ ଚୁରେ ଦେଇ ସେମାନେ ଚୋରେଇ ଧରି ପଳେଇବେ ସେଥିପାଇଁ ଲଗେଇ ଦଉଛି ଜାଣିଲି ଯଦି କରେଣ୍ଟ ଲାଗିଛି କିଏ ଜଣ ସେ ଘରେ ସୁଇଚରେ ବନ୍ଦ କରି ଆଇ କାଢିବ ବେପାର ସିନ୍ଧି ଟାଟା କଲ୍ୟାଣର ଜିନିଷ ବଢିଆ ହଁ କିନ୍ତୁ ଜାଗତରେ ନାହିଁ ଜିନିଷ ଭଲ ଯେ ଜାଗତରେ ନାହିଁ ସାଗରେ ହୁଡାରେ ଲାଗିଲା ସେଟା ଗୋଟେ ଫସଲ ତାପରେ ହୁଡା ସାଇଡ ଆଡେ ଲଗେଇବା ପୁରା ସାଇଡରେ କଣ ଲଗେଇବା ନଡିଆ ଗଛ ଗୋଟେ ଲଗେଇବା ନଡ଼ିଆ ଗଛ କଦଳୀ ଗଛ ଗୋଟେ ଲଗେଇବା କେତେ ବର୍ଷିଆ 3 ମାସିଆ 3 ମାସ ହଁ 3 ମାସରେ ନଡ଼ିଆ ଫଳିବ ଛୋଟ ଗଛର ବଡ ବଡ ଫଳ ଛୋଟିଆ ହାତ ପଳେଇଲେ ପାଇବାର ଅଛି ଆମେ ଯୋଉ ଗୁଣାନ୍ତରେ ଦେଖିଥିଲେ ହଁ ଏମିତି ଗଲା ବେଳୁ ଇଣ୍ଡିଆ ହାତ ପାଉଥିଲା ଜଣ ହାତ ପାଉଛି ସେତେବେଳେ ରଙ୍ଗ ହଁ ଏଟା କଥା ହଁ ସାଗରେ ହଁ ଗାଠିଆ କଦଳୀ ଗୋଟେ ଲଗେଇବା କାଠିଆ କଦଳୀ ହଁ ଏ ଜାତୀୟ ହେଇନଥିବ କି ରଙ୍ଗ ହେଇଥିବ ଯୋଉ ଆମର ଯୁଗି ପାଖରେ ରଖିଛ ପରା ସେ କଦଳୀ ନାଇଁ ତାକୁ ଦିଆ ହେଲା ଖାଇବା ପାଇଁ ଖାଇବା ପାଇଁ ତାପରେ ତମକୁ ଦିଆହବ ମାଡ ଅଛି ପୁଅ କିନ୍ଦିଆ କଦଳୀରେ ଦାତା ଦେଇଛି ଛାଡୁ କି ଏଠି ହେଲେ ହରମ ଚାଲ ହେଇଛି ଆମେ ସେଟା ଜାଗତରେ ରଖିଛୁ ରଖିଛ ଆମ ଭାଇନାର ଫ୍ରିଜ ରଖିଦେଇଛୁ ହଁ ତାର ଡି ଫ୍ରିଜ ରେ ହଉ ଠିକ ଅଛି ସାଗରେ
ତାପରେ ଲଗେଇବା ତାପରେ କଣ ମନ୍ଦାର ଗଛ ଗୋଟେ ଲଗେଇବା ମନ୍ଦାର ଗଛ ମନ୍ଦାର ତ ଏଠି ଅଛି ଆଉ ଲଗେଇବା ଦରକାର ନାହିଁ ଆଉ ଲଗେଇବାନି ଆଉ। ଚମ୍ପା ଗଛ ଗୋଟେ ଲଗେଇବା ଚମ୍ପା ଗଛ ଟଗର ଗଛ ଗୋଟେ ଲଗେଇବା ହଁ ସେଟା ମହାପୁରୁକୁ ଭୋଗ ଲାଗିଗଲା ହଁ ଆଉ ଟିକେ ଇଆଡୁ ଆତ୍ରେ ହବ ଶଳା ଜବର ଘୋଡାଟା ବେ ହଁ ଜବର ଘୋଡା ଆଉ ପାଣି ଗଳିକି ଯିବନି ଶଳା କାଣ୍ଡିଟା ହେଲେ ଏଡେ ଜାତିଆଟା ବେ ଘୋଡା ଏଇଟା ଚିକିଟା ମାଟି ହଁ ହଁ ଓଃ, ହାତ ମାରିଲେ ହେଲେ ଯିବନି ନାଇଁ ମାତ୍ର ରେ ଯଦି ଢୁସ୍ କିନା ଛାଡିଗଲା ରେ ଭୁସ୍ ପରା ଉଡିଛି ଆପେ ରେ ଆଉ ବଳଦକୁ ବାଡେଇଲା ବେଳକୁ ହଁ ଏ ଘୋଡାଟାକୁ ବାଡେଇ ଦଉନି ପାଣି ଗଳିଯିବ ଦେଖିଆ କଣ କରୁଛି ଦେଖିଆ ସାବରେ ତାପରେ ବିଲ ସାଇଡ ରେ ପଚେଇବା ସାଇଡରେ କଣ ଲଗେଇବ ପନିପରିବା ଲଗେଇବା କଣ 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 ହଁ ବାଇଗଣ ଗୋଟେ ଲଗେଇବା ବାଇଗଣ ରାତିକି ଆମକୁ ଦରକାର ଆଉ ଡାଲମା କରିବାକୁ ଡାଲମା ଡାଲମା ତାପରେ ଲଗେଇବା ତାପରେ କଣ ପିଆଜ ଗୋଟେ ଲଗେଇବା ପିଆଜ ନାଇଁ ରେ ବିନା ରସୁଣ ପିଆଜ ଲଗେଇଲେ କଣ କରିବ ଛାଡି ଦିଅ କଣ୍ଟିଆଲି ଗୋଟେ ଲଗେଇବା ହଁ ହଁ ଖାଇବେ ଖାଇବେ ତାପରେ ହଁ ଏଟିକିଟେ ଲେଖା ହେଇଥିବ ରଙ୍ଗ ରଙ୍ଗ ହେଇଥିବ ଯୋ କଣ ସେଇଟା ତମଟା ଗୋଟେ ଲଗେଇବା ଆମଟା ଲଗେଇଦବା ବିଲରେ ହଁ ହେ ତମଟା ଟମାଟୋ ନା ଟମାଟୋ ଲଗେଇବା ନା ଆମଟା ଲଗେଇ ଦଉ ଓ ଆମଟା ନାଇଁ କି ଟମାଟୋ କୁହାଯାଉ ସାଗରେ ହଁ ଆଉ ଗୋଟେ ଲଗେଇବା ଆଉ ଗୋଟେ କଣ ଅଲଡି ଗୋଟେ ଲଗେଇବା ଅଲଣି ମହାପ୍ରଭୁ ଖାଉନାହାନ୍ତି ଭେଣ୍ଡି ଗୋଟେ ଲଗେଇବା ଭଜା ଭଜି ଖାଉନାହାନ୍ତି ତାପରେ ଏଇଟିକିଟା ହେଇଥିବ ନେଳି ନେଳି ଲମ୍ବା ଲମ୍ବା ହେଇଥିବ କଣ ସେଇଟା ତମର ନାଉ ଆମକୁ ନାଇବ ହଁ କଣ ଆମକୁ ନାଉ ନାଇଁ ଇଏ ନାଉ ନାଇଁ ଲାଉ ଲାଉ ହଁ ଲାଉ ଲାଉ ବିଲରେ ହବ ବୁଲେରେ ହେଲେ କାର ହବ ଆମର ହବ ଆଉ ବିଲ କାର ଆମର ବିଲରେ ଯଦି ନାଉ ଫଳିଲେ କାର ହବ ଆମର ଆଜ୍ଞା ହେଲେ ସେ ଦିଟେ ଯାଉ ମିଶିଲେ କଣ ହବ ଆମର ଲାଉ ଆଉ ତମର ନାଉ ହେଲେ ଆଉ ତମେ କଣ ଖରାପ ଭାବୁଛ ଇଏ କଣ ପାଇଁ ଖରାପ ଭାବିବି ସାଗରେ ହଁ ଆଉ ଗୋଟେ ଜାଗାରେ ଲଗେଇବା ଆଉ ଗୋଟେ ଜାଗାରେ କଣ ଲଗେଇବା ଆକୁ ଗୋଟେ ଲଗେଇବା ଆକୁ ତାକୁ ଆମର ଦଣ୍ଡ ଆମକୁ ସମସ୍ତଙ୍କୁ ଲଗେଇଦବା ତ ଆଉ। ତମେ ଜାଣିନ ପରା କଣ ଏ ଜାତୀୟ ହେଇଥିବ ଲମ୍ବା ଲମ୍ବା ହେଇଥିବ ଭିତରିକିନା ମାଡ଼ ଦେଲେ ଯୋ ଚିପୁଡିକିରି ଯୋ ବାହାରୁନି ଓ ଏଟା 20 ଟଙ୍କା ଗିଲାସ ହଁ ଠିକ ସେଟା ଆକୁ ନାଇଁ ରେ ଆଉ ଆଖୁ ଆଖୁ ଆକୁ ଜଡା ଆଖୁ ସିଡା ସେଟା ହଉ ହଉ ତୋ କଥା ଏକା ହଉ ଆଉ ଗୋଟେ ଲଗେଇବା ଆଉ କଣ ଏ ଦିଟା ଲେଖେ ହେଇଥିବ ହଁ କଳା କଳା ହେଇଥିବ ର ଦେ ଗୋଟେ ମୋ ସାମ୍ନାରେ ତୁ ପଳଉ ମୁଁ ଛାଡି ଦେଇ ତତେ ଦି ଚାରିଟା ମଲେଇ ଧରି ଯାଉଛୁ